नमस्कार. माझे न्यूज टेन ओडिशा लाईव्ह खुलासा କାର୍ଯ୍ୟକ୍ରମ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟବସ୍ତୁ ଯେ ଢେଙ୍କାନାଳ ପୋଲିସର ଅପାରଗତାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି ତା ଉପରେ ଆଜି ବିଷୟ। ଏହା ଏଥିପାଇଁ କି ବର୍ତ୍ତମାନ ଢେଙ୍କାନାଳ ସହରରେ ଯେଉଁଭଳି ଭାବରେ ଚୋରି ଡକାୟତି ଏବଂ ନିଶା ପାଣିର ଉପଦ୍ରବ ଯେଉଁଭଳି ଭାବରେ ବଢ଼ିବାରେ ଲାଗିଛି, ଏଥିରେ ସାଧାରଣ ଲୋକ ଅତିଷ୍ଠ ହେବାରେ ଲାଗିଲେ ଏବଂ ଏନେଇ ଆମେ ଯେତେବେଳେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ନେଇଥିଲୁ, ସେତେବେଳେ ଲୋକମାନଙ୍କ ମନ ଭିତରେ ପୋଲିସ ବିଭାଗ ପ୍ରତି କିଭଳି ପ୍ରଶ୍ନ ଉଠିଛି ଏବଂ କିଭଳି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ସେମାନଙ୍କ ପ୍ରତି ଟିକେ ଆପଣମାନେ ନଜର ପକାନ୍ତୁ। ଆପଣଙ୍କର ନାଁଟା କ'ଣ? ବିଦ୍ୟାନାରାୟଣ ଦ୍ୱିବେଦୀ। ଆପଣଙ୍କର ମନ୍ଦିର ଯେଉଁ ଚୋରି ହେଇଥିଲା କେତେ ଥର ଏମିତି ଚୋରି ହେଲାଣି? 4-5 ଥର ଚୋରି ହେଲାଣି। ଆଗରୁ ବି ଅଭିଯୋଗ ଦିଆହେଇଛି? ବହୁତ ଥର ଦିଆହେଇଛି, କିଛି ଫଳବତ ହେଇନି। କିଛି କାର୍ଯ୍ୟ କିଛି ହେଇନି, କିଛି କାମ ହେଇନି, ସବୁ ଏମିତି ଥର ଖସିକି ଯାଉଛନ୍ତି। ଆଉ ଆଜି କ'ଣ ହେଇଛି? ଆଜି ଏମିତି ଆମ ମନ୍ଦିର ପାଖର ଜଣଙ୍କର ଦୋକାନ ଚୋରି ହେଇଛି, କିନ୍ତୁ ତାକୁ ଧରିବାକୁ ଯାଇଥିଲେ ଭାଇ, ଆମ ଜଣେ ସାମ୍ବାଦିକ ଭାଇ ଯାଇଥିଲେ ଧରିବାକୁ, ଧରିପାରିଲେନି, ସେ ଖସିକି ପଳେଇଲେ। ଖସିକି ପଳେଇଲା ଯେ ସେଥିପାଇଁକି ଏଇଟା ବହୁତ ଅସୁବିଧା ଆମେ ମାନେ ଭୋଗିଲା ଭଳିଆ ହେଉଛି। ଆଉ ଆପଣ ଆଜି ସାଧାରଣ ଲୋକ ହିସାବରେ କ'ଣ କହିବେ? ମାନେ ଏଇସବୁ ଜିନିଷ ପାଇଁ, ଚୋରି ଚକାରୀ ପାଇଁ ଆପଣ କ'ଣ ପ୍ରତିକ୍ରିୟା ରଖିବେ? କ'ଣ ଆଉ ରଖିବି? ଏବେ କେହି ପୋଲିସ ମାନେ ଥାଇକିରି କିଛି କାମ କରୁନାହାନ୍ତି। ଆଉ ଆଉ କିଏ ସାଧାରଣ କଥା, ଲୋକଙ୍କ କଥା କ'ଣ କହିବି? ତାଙ୍କୁ କିଏ ଧରିବ, କ'ଣ କରିବ? ଆମେ ତ କାହା ବର୍ଷରେ ଆଉ ଚଳିବୁ। ଆପଣଙ୍କ ନାଁଟା? प्रदीप कुमार शर्मा। प्रदीप कुमार शर्मा। କ'ଣ ହେଇଛି? କେଉଁ ଦିନ ଘଟଣା ଇଏ ଆପଣ ଚୋରି ହେଲା? ଏଟା ଗୁରୁବାର ରାତିରେ। ଆଉ ଗୁରୁବାର ରାତିରେ ଆପଣ ସକାଳୁ ଦେଖିଲେ? ସକାଳକୁ ଦେଖିଲା ବସିକି ଦୋକାନରେ ଚୋରି ହେଇଛି। ଆଉ କ'ଣ କେମିତି କ'ଣ ଚୋରି ହେଇଥିଲା? ଚୋରିରେ ଇଏ ଯେଉଁ ସାମନେ ଛିଟକିନି ତାଡ଼ିକେ ଚୋରି କରିଛନ୍ତି, ଆଉ ଜିନିଷପତ୍ର ନେଇଛନ୍ତି। ଆଚ୍ଛା, ସେ ଯେଉଁ କେମିତି ମାନେ ଆପଣ କିଛି ଜାଣିପାରିଲେନି? ନାଇଁ, କିଛି ମୁଁ ଜାଣିପାରିଲିନି। ଆଗରୁ କେବେ ଏଠି ଚୋରି ହେଇଛି? ଆଗରୁ 3 ଥର ହନୁମାନ ମନ୍ଦିର ଚୋରି ହେଇଛି। ଆଉ ହନୁମାନ ମନ୍ଦିର କହିଲେ ଆପଣ ଘର ସାଇଡ଼ରେ? ହଁ, ମୋର ସାଇଡ଼ରେ ହନୁମାନ ମନ୍ଦିର। ତ ଏମିତି ବାରମ୍ବାର ଚୋରି ହେଲାଣି? ବାରମ୍ବାର ଚୋରି ହେଉଛି। ଆଗରୁ ଅଭିଯୋଗ କରାହେଇଛି? ଆଗରୁ ଅଭିଯୋଗ, କିନ୍ତୁ କୌଣସି ଫଳାଫଳ ନାହିଁ? ନାଇଁ। ଆଜ୍ଞା, ପରିଚୟଟା ଦେବେ? ମୁଁ ରଞ୍ଜି ମିଶ୍ର, ମୁଁ ଜଣେ ସୋସିଆଲ ୱାର୍କର। ବର୍ତ୍ତମାନ ଏଇ ଯେଉଁ ଚୋରି ଚକାରୀ ହେଉଛି, ଏ ବାବଦରେ ଆପଣ କ'ଣ କହିବେ? ଆପଣଙ୍କ ମନର ପ୍ରତିକ୍ରିୟା କ'ଣ ରହୁଛି? ମୁଁ ଭାବୁଛି ସେ ପୋଲିସର ଉଦାସୀନତା ଯୋଗୁଁ ଏଭଳି ହୋଇପାରୁଛି। ପୋଲିସ ମାନେ ଠିକ୍ରେ କାର୍ଯ୍ୟ କରିପାରୁନାହାନ୍ତି, ଯାହାଫଳରେ ଏଭଳି ପରିସ୍ଥିତି ହେଉଛି। ସାଧାରଣ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି, ଦୋକାନୀମାନେ ବି ଅସୁବିଧାରେ ପଡ଼ୁଛନ୍ତି। ତେଣୁ ୟା ପାଇଁ ପ୍ରଶାସନ ସତର୍କ ରହିବା ସହିତ କାର୍ଯ୍ୟ କରିବା ଦରକାର। ପୋଲିସ ମାନେ ମଧ୍ୟ କେଉଁ ଭଳିଆ ଲୋକ ଆସୁଛନ୍ତି ଯାଉଛନ୍ତି, ତାର ଗୋଟେ ତଦାରଖ କରିକି ଜାଣିବା ଦରକାର। ଏଭଳି ହେଲେ ସେ ଚୋରି ଡକାୟତି ଆସ୍ତେ ଆସ୍ତେ କମିବ। ଆଉ ଆମର ଚାରିଆଡ଼େ ଯଦି ଆମର କ୍ୟାମେରା ସିଷ୍ଟମଟା ହେଇଯାଆନ୍ତା, ତାହେଲେ କିଛି ପରିମାଣରେ କ୍ୟାମେରା ତ ଆଜ୍ଞା ହେଇଥିଲା ବୋଲି ତ ଚୋର ଧରା ପଡ଼ିଥିଲା, ସିସିଟିଭି ଫୁଟେଜରେ ଆସିଥିଲା। ହଁ, ନାଇଁ, ସିସିଟିଭି ଫୁଟେଜ ଆସିଥିଲା ଯେ ପୋଲିସର ତତ୍ପରତା ନିହାତି ଦରକାର। ପୋଲିସ ଆସିକି ଛାନବିନ କରିବା କଥା, ସେ ଚୋର କେଉଁଠି ଅଛି, କ'ଣ ଅଛି। ତାର ସେଭଳି କଲେ ସେ ଚୋର ନିଶ୍ଚିନ୍ତ ଧରା ପଡ଼ିବ। ଆଉ ସାଧାରଣ ଲୋକ ବି ଟିକେ ଶାନ୍ତିରେ ଟିକେ ଶୋଇପାରିବେ। ନହେଲେ ଏମିତି ଦୋକାନୀମାନେ ବି ବହୁତ ହଇରାଣ ହେଉଛନ୍ତି। ଛୋଟ ଛୋଟ ଦୋକାନୀମାନଙ୍କର ଯଦି ଜୀବିକା ଏମିତି ହରେଇବେ, ସେମାନେ କେମିତି ଚଳିବେ? ତେଣୁ ସେମାନଙ୍କ ପାଇଁ ପ୍ରଶାସନ ନିଶ୍ଚିତ ଭାବରେ କିଛି କରିବା ଦରକାର। ଆଉ ସେଇଭଳିଆ ଚୋରଙ୍କୁ କଠିନ ଦଣ୍ଡ ଦେବା ଦରକାର। ଆଜ୍ଞା, ଆପଣ ବର୍ତ୍ତମାନ ଢେଙ୍କାନାଳରେ ଯେଉଁଭଳି ଭାବରେ ଚୋରି ଚକାରୀ ବଢ଼ୁଛି, ଯେଉଁ ଅପରାଧ ଯେଉଁଭଳି ଭାବରେ ବଢ଼ି ଚାଲିଲାଣି, ଏ ବାବଦରେ ଆପଣ କ'ଣ କହିବେ? କ'ଣ କହିବୁ ଆଜ୍ଞା? ଏଇ ପାଖରେ ଆମର ଏସ୍ପି ଅଫିସ୍ ଘରଠୁ ଯଦି କିଛି ବାଟ ଅଳ୍ପ ଦୂର ମାନେ ଲାଗିଛି, ଏଇଠି ଯଦି ଚୋରି ହେଉଛି, ଆଉ ଆମେ କ'ଣ କହିବୁ? ଆମେ ସାଧାରଣ ଦୋକାନ ଠୁକୁର ମୁକୁର ଦୋକାନଟେ ଦେଇଛୁ, ତାର ଯଦି ଆଜବେଷ୍ଟ ଘର ଭାଙ୍ଗି ଯାଉଛି, ଆମର ତ କେବିନ୍ ତ ଛାଡ଼ କିଛି ନୁହେଁ, ଆମେ ଯାଇଥାଇ। ଆଉ ଆମେ କ'ଣ କରିବୁ? ଏଟାକୁ ଯଦି ପୋଲିସ ଧରିପାରୁନି,
କିଛି କରିପାରୁନି। ଆଉ ଆମେ ସାଧାରଣ ଲୋକ ଆମେ କ'ଣ ଭରସା କରି ରହିବୁ? କ'ଣ କହିବେ ଆଜ୍ଞା ବର୍ତ୍ତମାନ ଯେଉଁ ଚୋରି ଚକାରୀ ଯେଉଁଭଳି ଭାବରେ ବଢ଼ି ଚାଲିଲାଣି ଏ ବାବଦରେ ଆପଣ କ'ଣ ଆପଣଙ୍କର ମନର ପରିସ୍ଥିତି କ'ଣ ରହୁଛି ବର୍ତ୍ତମାନ? ଚୋରି ହେଉଛି ଘର ଲୋକ ରହିପାରିବେନି ଆଜିକାଲି। ଆଉ ଡାଉଳ ଥିଲା ଭଲ ହେଉଥିଲା, ଡାଉଳ ନାହିଁ ବୋଲି କିଛି ହେଉନି। ଡାକିଲେ ପୋଲିସ ଆସୁନାହାନ୍ତି, ମଣିଷ କେମିତି ରହିବେ ଡରିକି କାକସ ହେଉଛନ୍ତି। ଆଉ ପୋଲିସ ଡାକିଲେ ଶୁଣୁନାହାନ୍ତି, ଆଉ ପୋଲିସ ବି ଡାକିଲେ ବି ଶୁଣୁନାହାନ୍ତି। ନା ଆଉ କେମିତି ମଣିଷ ଚଳିବେ, କେମିତି ରହିବେ? ପୋଲିସ ଆସିଲେ ମାରିକି ଲୋକଙ୍କୁ ପଳେଇବେ। ପୋଲିସ ଆସିଲେ ଯେ କିଛି ଆଉ ନଥିବ। ଆପଣଙ୍କର ଏଇଠୁ କେତେ ଥର ଚୋରି ହେଲାଣି? ଏ ମନ୍ଦିର ହେଲେ 5 ଥର, ଏଇଠି ଗୋଟେ ଦୋକାନ ଚୋରି ହେଇଛି ଥରେ 6 ଥର, ମଣିଷ ବାଡ଼ି ଥରେ ଚୋରି 7 ଥର ଚୋରି ହେଲାଣି। ଆଜ୍ଞା ବର୍ତ୍ତମାନ ଯେଉଁ ଚୋରି ଚକାରୀ ହେଉଛି ବର୍ତ୍ତମାନ ଯେଉଁଭଳି ଭାବରେ ବଢ଼ିଲାଣି ଢେଙ୍କାନାଳରେ ଏ ବାବଦରେ ଆପଣ କ'ଣ କହିବେ? ଆପଣଙ୍କ ମନର ପ୍ରତିକ୍ରିୟା କ'ଣ ରହୁଛି କେମିତି? ଆଜ୍ଞା ଆମେ କ'ଣ କହିବୁ, ଆମେ ତ ଛୋଟ ଗୋଟିଏ ଦୋକାନୀ। ବର୍ତ୍ତମାନ ସୁଦ୍ଧା 2ଟା ଜାଗାରେ ଚୋରି ହେଲାଣି, ଗୋଟେ ଶିବ ମନ୍ଦିର, ଗୋଟେ ହନୁମାନ ମନ୍ଦିର। ଚୋର ତ ବୁଲୁଛି, ପୋଲିସ ପ୍ରଶାସନ କିଛି କରିପାରୁନାହିଁ ତାଙ୍କର। ତେଣୁକରି ଯାହା ପୋଲିସ କରୁଛନ୍ତି ଆମେ ଜାଣିଲୁଣୁ, ଆଉ ତ ତା ବାବଦରେ କିଛି କହିହେବନି। ବର୍ତ୍ତମାନ ଆମକୁ ଭୟ ଭୀତ ଲାଗିଲାଣି, କେମିତି ଆମେ ବର୍ତ୍ତମାନ ଚଳିବୁ, କେମିତି ରହିବୁ। ଆଉ ଏଥିପାଇଁ ପୋଲିସମାନଙ୍କୁ କିଛି ମାନେ କୁହାଯାଉଛି ସେମାନେ କ'ଣ କିଛି କରନ୍ତୁ ତାଙ୍କ ବ୍ୟବସ୍ଥା। ଚୋର ଆରାମସେ ବୁଲୁଛି, ଖାଉଛି ପିଉଛି ବୁଲୁଛି ଏ ଏରିଆରେ। ଆଜ୍ଞା ଢେଙ୍କାନାଳରେ ବର୍ତ୍ତମାନ ଗତ ଏଇ ମାସେ ଭିତରେ ଯେଉଁଭଳି ଭାବରେ ଚୋରି ହେଲାଣି, ଆପଣମାନେ ତ ଦୋକାନ ବଜାର ଦେଇଛନ୍ତି, କାଲି ଆପଣଙ୍କର ଏଇଠୁ ଏସ୍ପିଙ୍କ ରେସିଡେନ୍ସ ପାଖରୁ ଚୋରି ହେଇଛି, ସବ୍ କଲେକ୍ଟରଙ୍କ ରେସିଡେନ୍ସ ସାମ୍ନାରେ ଚୋରି ହେଇଛି। ତେବେ ଆପଣମାନଙ୍କର କ'ଣ ପ୍ରତିକ୍ରିୟା ରହୁଛି ଏଥିପ୍ରତି? ଆମକୁ ତ ଆଜ୍ଞା ଭାରି ଡର ଲାଗିଲାଣି। କୋରୋନା ମାଡ଼ ପରେ ଏବେ ଚୋରି ମାଡ଼ ଚାଲିଛି। ଆମେ ଧାର ଉଧାର କରି ଫିଣି ସେଇ ଦୋକାନ ଟିକେ ଖୋଲିଛୁ। ତାପରେ ରାତି ରାତିରେ ମେନ୍ ଚେକରୁ, ଟ୍ରାଫିକ୍ ଚେକରୁ, ସବ୍ କଲେକ୍ଟରଙ୍କ ଘର ଆଗରୁ ଯଦି ଚୋରି ହେଉଛି ତାହେଲେ ଆମକୁ ଆମେ ରାତିରେ ଶୋଇବାକୁ ବି ଆମକୁ ଡର ଲାଗୁଛି। ଆମେ ଛୋଟିଆ ଦୋକାନ ଦେଇଛୁ, ଯଦି ଚୋରି ହେଇଯିବ ଆମେ କ'ଣ କରିବୁ? ସେଥିପାଇଁ ପ୍ରଶାସନ ଟିକେ ଦୃଷ୍ଟି ଦେଉ। ଶୁଣିଲେ ତ, ବର୍ତ୍ତମାନ ଢେଙ୍କାନାଳ ସହରରେ ବିଶେଷ କରି ଏଇ ମାସେ ଭିତରେ ଦେଉଳ ସାହି ଜୁବଲ ଟାଉନ ଥିବା ହନୁମାନ ମନ୍ଦିର 5 ଥର ଚୋରି ଏବଂ ଦେଉଳ ସାହି ଜୁବଲ ଟାଉନ ଶିବ ମନ୍ଦିରରୁ ଚୋରି ଏବଂ ଦେଉଳ ସାହି ଜୁବଲ ଟାଉନ ଗୋଟେ ଦୋକାନରୁ ମଧ୍ୟ ଚୋରି ଏବଂ ପର୍ଟିକୁଲାର ସେଇ ଜଣେ ପିଲା ଯିଏକି ଚୋରି କରୁଛି ଯାହାର ସିସିଟିଭି ଫୁଟେଜ ବର୍ତ୍ତମାନ ରେକର୍ଡ ହୋଇଥିଲା, ସେଥିରୁ ସେ ଫୁଟେଜରୁ ସେ ପିଲାର ଫେସ୍ ଧରା ପଡ଼ିଛି ଏବଂ ଯେଉଁ ପିଲାର ଫେସ୍ ଧରା ପଡ଼ିଛି ଏଠି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ପୋଲିସ ବିଭାଗ ଯେଭଳି ମୁରବିହୀନ ହେଲେ, ଘରେ ଯେମିତି ଗାର୍ଡିଆନ୍ସ ନଥିଲେ, ଯେମିତି ସମସ୍ତେ ମନମୁଖୀ ଶାସନ ଚଲାନ୍ତି, ଏଠି ଢେଙ୍କାନାଳ ପୋଲିସ ବିଭାଗ ସେଭଳି ପ୍ରଶ୍ନ ଉଠୁଛି। ଆଉ ଏ ପ୍ରଶ୍ନ ଉଠେଇଛନ୍ତି ସାଧାରଣ ଲୋକ। କାରଣ ଯେତେବେଳେ ସାଧାରଣ ଲୋକଟେ କୌଣସି ହଇରାଣ ହରକତ ହୁଏ ବା ଯେତେବେଳେ କୌଣସି ଜାଗାରେ ଆଇନର ଉଲ୍ଲଂଘନ ହୁଏ, ଆଇନକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବିଭାଗ ଅଛି, ପୋଲିସ ପ୍ରଶାସନ ଅଛି ଯିଏକି ଆଇନକୁ ନିୟନ୍ତ୍ରଣ କରନ୍ତି, ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତି। କିନ୍ତୁ ଏଠି କିଛି ଲୋକ ଆପଣମାନେ ଶୁଣିଲେ ଅଭିଯୋଗ କରୁଛନ୍ତି ଯେ ପୋଲିସକୁ ଡାକିଲେ ମଧ୍ୟ ପୋଲିସ ଠିକ ସମୟରେ ଆସୁନାହିଁ। ସରକାର ସବୁ ପ୍ରକାର ସହାୟତା ସାଧାରଣ ଲୋକଙ୍କୁ ଯୋଗାଇ ଦିଏ ଏବଂ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ମିଳିବା ପାଇଁ ଲୋକମାନଙ୍କୁ ସମସ୍ତ ବ୍ୟବସ୍ଥା ମଧ୍ୟ ସରକାର କରିଛି। ତେବେ ଅସୁବିଧା କୋଉଠି ରହୁଛି ଯୋଉଥିପାଇଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି? ଏବେ ଯେଉଁଭଳି ଭାବରେ ଷ୍ଟାଡିୟମ ଛକଠାରୁ ସବ୍ କଲେକ୍ଟରଙ୍କ ରେସିଡେନ୍ସ ସାମ୍ନା ଏବଂ ଏସ୍ପିଙ୍କ ରେସିଡେନ୍ସ ସାମ୍ନାର ଦୋକାନକୁ ଯେଉଁଭଳି ଚୋରି ହେଲା ଏବଂ ତା ପୂର୍ବରୁ ହନୁମାନ ମନ୍ଦିର, ହନୁମାନ ଯେଉଁ ଅଛନ୍ତି ହନୁମାନଙ୍କ ନିକଟରୁ ତାଙ୍କ ହୁଣ୍ଡି ଭାଙ୍ଗି ଚୋରି ହେଲା ଏବଂ ତାପରେ ତା ପୂର୍ବରୁ ଦେଉଳ ସାଇଡରେ ଜୁବଲି ଟାଉନରେ ହନୁମାନ ମନ୍ଦିରରୁ 5 ଥର ଚୋରି, ତାପରେ ଦେଉଳ ସାଇଡ ଜୁବଲି ଟାଉନ ଶିବ ମନ୍ଦିରରୁ ଚୋରି। এই চୋରି ଯେକି ଯେଉଁ ପିଲା ପର୍ଟିକୁଲାର ଜଣେ କରୁଛି ଚାରିଆଡ଼େ ବୁଲି ବୁଲି ଯାହାକୁ ଖୋଜିବାର ଦାୟିତ୍ୱ ପୋଲିସର, କିନ୍ତୁ ଆମେ ଏଠି କହି ରଖୁଛୁ ଯେ ଆଜି ଆମେ ଗର୍ବିତ ଏଥିପାଇଁ ଯେ
ଆମର ନ୍ୟୁଜ୍ ଚ୍ୟାନେଲ ଯିଏ ବି ଢେଙ୍କାନାଳ ଡିଷ୍ଟ୍ରିକ୍ଟର ବିରୋଧୀ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ସେ 3 ଦିନ ହବ ରାତିରୁ ଉଠି ସବୁବେଳେ ଜଗୁଛନ୍ତି ଯେ ଚୋରକୁ କିପରି ଧରିବେ। ଆଜି କେମିତି ବି ହଉ ଭାଗ୍ୟବଶତଃ ସେ ପିଲାଟି ଯେତେବେଳେ ଫଟୋଟି ଦେଖାଉଥିଲେ ଇଏ ସେଠି ଚା ଦୋକାନ ସାମ୍ନାରେ, ସେ ପିଲାଟି ସେଠାରେ ଆସି ପହଞ୍ଚିଲା ଏବଂ ପହଞ୍ଚିଲା ପରେ ସେହି ଚୋର ନିଜେ ଯାହାର ସିସିଟିଭି ଫୁଟେଜ ସେ ରହିଛି ଷ୍ଟାଡିୟମ ଛକରେ ଏବଂ ଏମାନେ ଯେତେବେଳେ ତାକୁ ଦେଖିଲେ ସେତେବେଳେ ଏମାନେ ଭିଡ଼ିଓ ରେକର୍ଡିଂ କଲେ ଏବଂ ଭିଡ଼ିଓ ରେକର୍ଡିଂ ସେ ଜାଣିପାରିଲା ଏବଂ ଚା ପାଇଁ ଯେତେବେଳେ ଆସ୍ତେ ଆସ୍ତେ ପ୍ରଥମେ ଦେଖିଦେଲା ଯେ ଏଠି ଯେତେବେଳେ ଜଣେ ଫଟୋ ଦେଖାଉଛି ମୋର, ସେ ଧୀରେ ଧୀରେ ସାଇଡ୍ ହେଲା ଏବଂ ତା ସହିତ ଯେଉଁ ପିଲା ଥିଲା ସେ ଯେତେବେଳେ ଏଠି ଦେଖିଲା ତାର ଭିଡ଼ିଓ ରେକର୍ଡିଂ କଲା, ଏ ପିଲା କୌଣସି ମାତ୍ରାରେ ଜାଣିପାରିଲା ଯାହାଫଳରେ ଚୋର ନିଜେ ଚାଲାକ କର ଛଡ଼ା ଦେଇକି ଛିଡ଼ା ହେଲା, ଯେଉଁଥିପାଇଁ କି ସେ ଦୌଡ଼ିକି ପଳେଇଲା ଏବଂ ଏମାନେ ଯେତେବେଳେ ଧରିବା ପାଇଁ ଉଦ୍ୟମ କରିଥିଲେ ସେ ଦୌଡ଼ିକି ଖସି ଯାଇଥିଲା। ମୋ କହିବାର ଅଛି ଯେ ଏଠି ମୋର କହିବାର କଥା, ଯଦି ଏଇ ଚୋରକୁ ଧରିବାର କାର୍ଯ୍ୟ କରା, ଯଦି ଚୋର ଖୋଲା ବୁଲୁଛି, ଚା ପିଉଛି, ବିସ୍କୁଟ ଖାଉଛି ଏବଂ ସିଗାରେଟ ଆଣୁଛି, ସବୁଆଡେ ବୁଲୁଛି, ସବୁ କରୁଛି, ଯାହାର ସିସିଟିଭି ଫୁଟେଜ କେସ୍ ହୋଇଛି, ତାହେଲେ ସେ ପିଲା ଯଦି ଚାରିଆଡେ ବୁଲୁଛି ତାହେଲେ ପୋଲିସ ଡିପାର୍ଟମେଣ୍ଟ ଏଠି କରୁଛି ତାମାନେ ଏଠି ପୋଲିସ ଡିପାର୍ଟମେଣ୍ଟର ଯୋଉ ଅପାରଗତା ରହିଛି, ଏଠି ଯେହେତୁ ଆମର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ଥାୟୀ ନିଯୁକ୍ତି ନାହିଁ ଏସ୍ପିଙ୍କର, ତେଣୁ ଏଠି ମନମୁଖୀ ଶାସନ ଚାଲିଛି। ବେଳେବେଳେ ପ୍ରାୟତଃ ଏବେ ଗୋଟେ ଦିନ ଗୋଟେ ପିଲାର ନିଖୋଜ ହେଇଯାଇଥିଲା, ତାର ଅଭିଯୋଗ ଦେବାକୁ ଯାଇଥିଲେ, ତାର ଅଭିଯୋଗ ରଖିବା ପାଇଁ ତାକୁ ବିଭିନ୍ନ ପ୍ରକାର ଅବସର ଦେବାକୁ ପଡ଼ିଲା। ତେବେ ଆମେ ଭରସା କରିକି ରହିଛେ ପୋଲିସ ପ୍ରଶାସନ, ଆଇନକୁ ଆମେ ଭରସା କରୁଛେ, ଆଇନ ଆମକୁ କେମିତି ନ୍ୟାୟ ଏବଂ ସୁରକ୍ଷା ଦେବ। ତେବେ ପୋଲିସ ଏଠି କରୁଛି କଣ? ସାଧାରଣ ଲୋକଙ୍କର ପ୍ରଶ୍ନ ଉଠୁଛି ଯେ ଆମକୁ ଭୟ ଲାଗିଲା, ତାହେଲେ ପୋଲିସ ରହିଛି ଯୋଉଥିପାଇଁ ଆଇନର ପରିଧି ଭିତରେ ରହି ସେ ଶାନ୍ତି ଶୃଙ୍ଖଳାକୁ ବଜାୟ ରଖିବ ଏବଂ ଅପରାଧକୁ ନିୟନ୍ତ୍ରଣ କରିବ, ତେବେ ଏଠି ପୋଲିସ କରୁଛି କଣ? ତେବେ ସାଧାରଣ ଲୋକ କାହାକୁ ଭରସା କରିବେ, କାହାକୁ ବିଶ୍ୱାସ କରିକି ବାଟ ଚାଲିବେ? ଆମେ ଯଦି କହିବା ଯେ ପୋଲିସ ଡିପାର୍ଟମେଣ୍ଟ, ଆମେ ସମ୍ପୂର୍ଣ୍ଣ ପୋଲିସ ବିଭାଗକୁ ଦୋଷ ଦେବାଟା ଉଚିତ ନୁହେଁ, କାହିଁକି ନା ସମସ୍ତେ ସେଭଳି ହେଇନଥାନ୍ତି। କିନ୍ତୁ ଏଠି କାହିଁକି ବାରମ୍ବାର ଗୋଟେ ଚୋର ଯେ ଏତେ ମାତ୍ରାରେ ଚୋରି ବଢିଲାଣି, ଆଉ ମଝିରେ ବି ସେମିତି ବହୁତ ନ୍ୟୁଜ ବି ମୁଁ କରିଥିଲି ଗୋଟେ ଏବଂ ବିଭିନ୍ନ ଗଣମାଧ୍ୟମରେ ବି ଖବର ପ୍ରସାରିତ ହୋଇଥିଲା ଯେ ଡ୍ରଗ୍ସ ପାଉଡର ଖାଇକି ପିଲା ଅବାଟ ହେବେ। ଭଲ ଶିକ୍ଷିତ ଯୋଗ୍ୟତା ଥିବା ଭଲ ଭଲ ଘରର ପିଲାମାନେ ନିଶା ପାଣି ଖାଇକି ଅବାଟରେ ଗତି କରିବେ ଏବଂ ବିଭିନ୍ନ ପ୍ରକାର ଅସାମାଜିକ କର୍ମରେ ଲିପ୍ତ ହେଉଛନ୍ତି। ତେବେ ଦିନ 2 ପ୍ରହରରେ ଏଠି ଏମିତି ବ୍ୟବସ୍ଥା ହେଲାଣି, ଏଠି ନିଶାଖୋରଙ୍କର ଗନ୍ତାଘର ପାଲଟିଗଲାଣି ଏବଂ ସାଧାରଣ ଲୋକ ରାସ୍ତାରେ ଯିବା ପାଇଁ ମଧ୍ୟ ଭୟ କଲେ। ଗଣମାଧ୍ୟମର କାମ ଖବର ପ୍ରସାରିତ କରିବା, ଗଣମାଧ୍ୟମର କାମ ନୁହେଁ ଯାଇକି ଚୋର ଧରିବା। କିନ୍ତୁ ଯଦି ଆମେ ଆଇନକୁ ସାହାଯ୍ୟ କରିବାକୁ ବି ରାଜି ଅଛୁ, ଆଇନକୁ ପୋଲିସକୁ ଯାହା ସାହାଯ୍ୟ ସହଯୋଗ ଦରକାର ଆମେ ଗଣମାଧ୍ୟମ ହିସାବରେ ତାକୁ ବି କରିବାକୁ ରାଜି ଅଛୁ। ତେବେ ପୋଲିସ କାହିଁକି ନିରବ ଦୃଷ୍ଟା ଚାଲୁଛି, କାହିଁକି ସଠିକ ଜାଗାରେ ପହଞ୍ଚି ପାରୁନି, ନା ଜାଣି ଶୁଣି ନ ପହଞ୍ଚିବାର ଅଭିନୟ କରୁଛି? एकथा आमे कौन एकथा साधारण लोक प्रकाश करछथि, जहाँ आमे जेतेबेले लोकक प्रतिक्रिया देखु आपण माने सुनिले से साधारण लोक को प्रतिक्रिया कोन थिला, से माने कोन चाहुछथि, समस्त को मनरे आमे जेतेबेले पचारि बुझिथिलु समस्त को मनरे भय रहिला। जे गरीब लोक काठ के बेटिए पकेछि दुकान ते देछि
ସେ ମଧ୍ୟ ଏତେ ଭୟ ହେଲାଣି ଯେ ଯଦି ଛାତ ଘରର କବାଟ ଭାଙ୍ଗିକି ଆଜବେଷ୍ଟ ଭାଙ୍ଗିକି ଯଦି ଯୋଉଠି ପ୍ରଶାସନିକ ଅଧିକାରୀମାନେ ରହୁଛନ୍ତି ସେମାନଙ୍କ ଘର ନିକଟକୁ ଯଦି ଚୋରି ହେଇପାରୁଛି ଏବଂ କ୍ୟାମେରା ଲାଗିଛି, ତେବେ ସାଧାରଣ ଲୋକ କେମିତି ନିର୍ଭୟରେ ରହିବେ? ତାହେଲେ କାହାକୁ ଭରସା କରିବେ? ଏଠି ଦାୟିତ୍ୱ କାହାର ଏବଂ କିଏ ଏହି କାମ କରିବା ଉଚିତ? ତେଣୁ ସରକାର ଏବେ ଗୋଟେ ନୂଆ ନିୟମ ଜାରି କଲେ ଯେ ଗୋଟିଏ ନମ୍ବର ଯାହା ଡାଏଲ କରିବା ମାତ୍ରେ ଆପଣଙ୍କୁ ଅଗ୍ନିଶମ ବିଭାଗ, ପୋଲିସ, ଆମ୍ବୁଲାନ୍ସ ସବୁ ପ୍ରକାର ସହାୟତା ଆପଣଙ୍କୁ ମିଳିପାରିବ। ସରକାର ତ ସବୁ ସୁବିଧା କରୁଛନ୍ତି, ତେଣୁ ଅସୁବିଧା ରହୁଛି କୋଉଠି? ସରକାର ସୁବିଧା କରୁଛନ୍ତି କିନ୍ତୁ ଅସୁବିଧା ରହୁଛି କୋଉଠି? କାର୍ଯ୍ୟକୁ କାର୍ଯ୍ୟକାରୀ କରୁନା, କାର୍ଯ୍ୟରେ ଏମାନେ କଣ ପାଇଁ ଏସବୁ ଜିନିଷକୁ ନିଜର କାର୍ଯ୍ୟରେ ପରିଣତ କରୁନା? ସବୁର ନିୟମ ତ କାର୍ଯ୍ୟକାରୀ ହେଇଯାଉଛି, ଲାଗୁ ହେଇଯାଉଛି, ତେବେ କାର୍ଯ୍ୟକାରୀ କାହିଁକି ହଉନି? କୋଉଠି ରହୁଛି ବାଧା? କାହିଁକି ବାଧା ପଡୁଛି? ସେଥିପାଇଁ ଆଜିର ବିଷୟବସ୍ତୁ ଥିଲା ଯେ ପୋଲିସର ଅପାରଗତାକୁ ନେଇକି, ଢେଙ୍କାନାଳ ପୋଲିସର ଅପାରଗତାକୁ ନେଇକି ଯୋଉ ପ୍ରଶ୍ନ ଉଠୁଛି, ସାଧାରଣ ଲୋକ କାହାକୁ ଭରସା କରିବେ, କାହାକୁ ବିଶ୍ୱାସ କରିବେ? ତେଣୁ ଆମେ ଗଣମାଧ୍ୟମ ହିସାବରେ ଆପଣମାନଙ୍କ ନିକଟରେ ଖବର ପହଞ୍ଚାଇବା ଏବଂ ସରକାରଙ୍କୁ ସମସ୍ତ ସମସ୍ୟା ବିଷୟରେ ଅବଗତ କରିବା ଆମର କର୍ତ୍ତବ୍ୟ। ତେଣୁ ଆମେ ବିଶେଷ ଭାବରେ ବିନୀତ ଅନୁରୋଧ କରୁଛୁ ସରକାରଙ୍କୁ କି ଏଥିପ୍ରତି ଦୃଷ୍ଟି ଦେଇ ସାଧାରଣ ଜନତାଙ୍କ ପ୍ରତି ଏବଂ ପ୍ରଶାସନକୁ ମଧ୍ୟ ଆମେ ଜିଲ୍ଲା ପ୍ରଶାସନକୁ ଆମେ ମଧ୍ୟ ଅନୁରୋଧ କରୁଛୁ କି ସେମାନେ ନିଶ୍ଚିତ ଭାବରେ କିଛି ନା କିଛି ପଦକ୍ଷେପ ନିଅନ୍ତୁ। ପୋଲିସ ବିଭାଗକୁ ନେଇକି ଯଦି ଏଭଳି ପ୍ରଶ୍ନ ଉଠିବ ତେବେ ଲୋକ ଭରସା କରିବେ, ବିଶ୍ୱାସ କରିବେ କାହାକୁ ବିଶ୍ୱାସ କରିବେ? ତେଣୁ ଆମେ ସରକାରଙ୍କୁ ବା ପ୍ରଶାସନକୁ ଆମେ ଅନୁରୋଧ କରୁଛୁ ଯେ ସାଧାରଣ ଜନତାଙ୍କ ପ୍ରତି କିଭଳି ଭାବରେ ଶାନ୍ତି ଶୃଙ୍ଖଳାରେ ସେମାନେ ରହିପାରିବେ ଏବଂ ନିର୍ଭୟ ଭାବରେ ରହିପାରିବେ ଏବଂ ଭଲ ଭଲ ଘରର ଛୁଆମାନେ ଯେଉଁଭଳି ନିଶା ପାଣି ଖାଇ ନଷ୍ଟ ହୋଇଯାଉଛନ୍ତି ଏବଂ ବିଭିନ୍ନ ଅସାମାଜିକ କର୍ମରେ ଲିପ୍ତ ରହୁଛନ୍ତି, ତେବେ ସେମାନଙ୍କୁ କିଭଳି ଏହିସବୁ କାର୍ଯ୍ୟକ୍ରମ, ଏହିସବୁ ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ ସେଥିପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ। ମୁଁ ରହୁଛି ଆଜି ପାଇଁ ଏହି ଖୁଲାସା କାର୍ଯ୍ୟକ୍ରମ ବିଷୟବସ୍ତୁ ଏତିକି ଥିଲା। ଆଗକୁ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ନେଇ ଆମେ ନିଶ୍ଚିତ ଭାବରେ ଆସିବୁ। ତେଣୁ ମୁଁ ତାପସ କୁମାର ମହାନ୍ତି, ନ୍ୟୁଜ 10 ଓଡ଼ିଶା ଲାଇଭର ମୁଖ୍ୟ ସମ୍ପାଦକ। ନିଶ୍ଚିତ ଭାବରେ ଆମେ ଏହାପରେ ଲୋକମାନଙ୍କର ସମସ୍ୟାରେ ପହଞ୍ଚି ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ନିଶ୍ଚିତ ଭାବରେ ସରକାରଙ୍କ ନିକଟରେ ସମସ୍ତ ସମସ୍ୟାକୁ ଅବଗତ କରାଇବୁ ଏବଂ ସରକାର ନିଶ୍ଚିତ ଭାବରେ ସେମାନଙ୍କୁ ସାହାଯ୍ୟ ହାତ ବଢ଼ାଇବେ, ଏ ବିଶ୍ୱାସ ଆମର ଅଛି।